ସମସ୍ତ ପ୍ରେଜ୍ ଲର୍ଡ ପ୍ରିୟ ମୋର ଲୋକମାନେ ପୁଣି ଥରେ ସେହି ଭଉଣୀ କହୁଛନ୍ତି ଖରାପ କମେଣ୍ଟ ଗୁଡ଼ାକ ଦେଉଛନ୍ତି। ମୁଁ ତ ତାକୁ କିଛି କମେଣ୍ଟ ଦେଇନାହିଁ, ତେଣୁ ମୁଁ ଦେବାକୁ ଚାହିଁବି। ତାଙ୍କର ସର୍ବପ୍ରଥମେ ସେହି କମେଣ୍ଟ ଦିଆଯାଇଥିବା ଶବ୍ଦ ଗୁଡ଼ାକ ଶୁଣିବା ଏବଂ ଆମମାନେ ମୁଲ୍କି ହସ କମେଣ୍ଟ ମଧ୍ୟ ଟିକେ ଦେଇଦେବା। ଚାଲନ୍ତୁ। ଆରେ ଓ ହାଲେଲୁୟା ଛୁଆ ମାନେ, ତମେ ମାନେ ଏତେ ସବୁ ସୁନ୍ଦର ସୁନ୍ଦର ପବିତ୍ର ଭାଷାରେ କମେଣ୍ଟ ଗୁଡ଼ିକ ଲେଖୁଛ। ଆଚ୍ଛା, ଏସବୁ ତମ ବାଇବେଲରୁ କପି କରିକି ଆଣିଛ? ହାଲେଲୁୟା ନାଇଁ ଭଉଣୀ, ହାଲେଲୁୟା ତାହା ହେଉଛି ଈଶ୍ୱରଙ୍କର ସର୍ବସ୍ୱ ପ୍ରଶଂସା ଗର୍ବ ହେଉ। ହାଲେଲୁୟାର ଅର୍ଥ ହେଉଛି ଏହା। ଆଉ ଯେଉଁ ବାଇବେଲରୁ ତୁମେ କପି କରିକି କମେଣ୍ଟ ଗୁଡ଼ାକ ଆଣିଛ ଯେଉଁ କହୁଛ, ସେଇଟା ଆମେ ବାଇବେଲରୁ କପି କରିଥିବା ସକାଶୁ ତୁମେ ଭଲ ଭଲ କମେଣ୍ଟ ଗୁଡ଼ାକ ପାଉଛ। ନଚେତ୍ ଆମେ ବି ତମର ଭଳି ଶବ୍ଦ ଗୁଡ଼ାକ ବ୍ୟବହାର କରି ତୁମକୁ କହିବାକୁ ଜାଣିଛୁ। ବୁଝିପାରୁଛ କି ନାହିଁ? ତେଣୁ ତମେ ଯଦି କମେଣ୍ଟକୁ ପଢ଼ି ପାରୁନ, କମେଣ୍ଟ ପଢ଼ିବା ପାଇଁ ଲାଜ ଲାଗୁଛି, ତମେ ଭିଡ଼ିଓ କରୁଛ କାହିଁକି? ତମେ ଯଦି ଭିଡ଼ିଓ କରୁଛ ବି ତମେ ସହୁନ ଆହୁରି କାହିଁକି? ମୁଁ ଏଇ ଭଉଣୀକୁ କମେଣ୍ଟ କରିବାକୁ ଚାହୁଁଛି, କାହିଁକି ନା ଏହି ଭଉଣୀ ବା ଏହି ନାରୀ, ଏହି ସ୍ତ୍ରୀ ଲୋକଟି ଯାର ସନ୍ତାନର ମାଇକିଣା ଅଟେ। କାହିଁକି ନା ସେ ଯେଉଁ ତାଙ୍କର ହଜବେଣ୍ଡ ସହିତ ଚତୁର୍ଥୀ କରୁଛି ନାଇକି, ହନିମୁନ କରୁଛି, ତାକୁ ସେ ନିଜର ସୌନ୍ଦର୍ଯ୍ୟକୁ ଜଣାଉଛି, ଦେଖଉଛି। ପ୍ରିୟରେ ମୋର ଲୋକମାନେ, ଆଉ ପୁଣି କ'ଣ କହୁଛି ଚାଲନ୍ତୁ ଦେଖିବା। ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କରିଛି ସେ ସମସ୍ତ ଭିଡ଼ିଓରେ ହାଲେଲୁୟା ଛୁଆ ସବୁ ପବିତ୍ର ଭାଷାରେ କମେଣ୍ଟ ଲେଖିଛନ୍ତି। ଆରେ ଭଉଣୀ, ତମେ ଯଦି ସହିପାରୁନ, ତମେ ଯଦି ବୁଝିପାରୁନ, ତମେ ପଚାର। ପବିତ୍ର ବାଇବେଲରୁ କାଢ଼ିକି କହୁଛ କମେଣ୍ଟ ଗୁଡ଼ାକ ଭଲ ଭଲ ଯେଉଁ କହୁଛ, ସେଇଟା ତମ କାନରେ ନେଇକି ବହୁତ ଭଲରେ ଶୁଭୁଥିବ। ତମେ ଖାଲି ଭାବିଛ ଆମେ ହିନ୍ଦୁ ଲୋକ ଖାଲି ସ୍ମାର୍ଟ ଅଛୁ। ତମେ ଖାଲି ଭାବିଛ ଆମେ ସନାତନୀ ଲୋକ ଖାଲି ଆମେ ଓଭର ସ୍ମାର୍ଟ ଅଛୁ ବୋଲି। ତମେ ଯେଉଁ କ୍ୟାମେରା ସାମ୍ନାରେ, ପର୍ଦା ସାମ୍ନାରେ ଠିଆ ହେଇକି ଓ ହାଲେଲୁୟା ପାର୍ଟି ବୋଲି ଡାକୁନ କି, ସେଇଟା କିଏ ବନେଇଛି? ତମର ଅଧିକାର ଅଛି ସେଇଟା ଧରିବା ପାଇଁ? ତମର ହିନ୍ଦୁ ଦେବତା କରିଥିଲେ କି? ସେଇଟା ନିର୍ମାଣ କରିଥିଲେ କି? ତମେ ଯେଉଁ ପାଠ ପଢ଼ିଛ ନାହିଁ କି, ତମେ ଯେଉଁ ଏମିତି ମଥାରେ ତମର ସେଇ ମାସିକିଆ ବ୍ଲଡକୁ ତୁମେ ମଥାରେ ଲଗେଇନ କି ସିନ୍ଦୁକ, ସେଇଟା ମଧ୍ୟ ଖ୍ରୀଷ୍ଟିଆନ ଲୋକମାନେ ଦେଇଥିବାର ଦାନ ଅଟେ। ତମେ କ'ଣ ବୁଝିପାରୁନ? ତମେ ଯଦି ବୁଝିପାରୁନ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ବିରୋଧ କରୁଛ କାହିଁକି? କ'ଣ ମିଳୁଛି? ଟଙ୍କା ପଇସା କି? ମୋତେ ଯୋଗାଯୋଗ କର, ମୁଁ ତୁମକୁ କେତେ ପଇସା ଦରକାର ମୁଁ ପଠେଇବି। ମୁଁ ଦିନକୁ 800 ଟଙ୍କା କମାଉଛି। ବୁଝିପାରୁଛ କି ନାହିଁ? ମିସ୍ତ୍ରୀ କାମ କରୁଛି, ତା ବି ଲେବର କାମ କରୁଛି, ସେଣ୍ଟ୍ରିଂ କାମ କରୁଛି। ତୁମକୁ ଯେତିକି ପଇସା ଦରକାର ମୁଁ ସେତିକି ପଠେଇବି। କିନ୍ତୁ ଖ୍ରୀଷ୍ଟିଆନ ଲୋକମାନଙ୍କର ବିରୋଧରେ ଯିବା ବନ୍ଦ କର, ନଚେତ୍ ତୁମର ଜୀବନ ସହିତ ସହିତ ତୁମର ବଂଶ ମଧ୍ୟ ବୁଡ଼ିବ। ଆମର ପ୍ରଭୁ ଦୟାଳୁ ଅଟନ୍ତି। ଥରେ ସହିବେ, 2 ଥର ସହିବେ, 3 ଥର ସହିବେ, 4 ଥର ବେଳକୁ ତୁମକୁ ପାନେ ଦେବାଟା ଦେବେ। ବୁଝିପାରୁଛ କି ନାହିଁ? ପୁଣି ଆହୁରି କ'ଣ କହୁଛ? ପୁଣି ଏସବୁ ତମ ବାଇବେଲରୁ କପି କରିକି ଆଣିଛ ନା ତୁମ ହଜାରେ ଫାଦରଙ୍କଠୁ 1000 DNA ଆସିକି ନୂଆ ଆବିଷ୍କାର ହେଇଛି? କ'ଣ କହୁଛ? ପୁଣି ତୁମର ସେଇ ପବିତ୍ର ବାଇବେଲରୁ କାଢ଼ିକି ଆଣିକି ତୁମେ ନୂଆ ନୂଆ କମେଣ୍ଟ ଗୁଡ଼ାକ ଦେଉଛ। କ'ଣ କହୁଛ ଏହି ପ୍ରକାର? ତମେ କ'ଣ ଭାଗବତାରୁ ସବୁ କିଛି ପଢ଼ିକି ଶିଖିକି ତମେ ଭିଡ଼ିଓ ବନାଉଛ କି? ନା ରାମାୟଣରୁ ଶିଖିକି ଭିଡ଼ିଓ ବନାଉଛ? ନା ଋଗ୍ବେଦରୁ ଶିଖିକି ବନାଉଛ? ନା ବଜାର କୋଣରେ, ଛକ କୋଣରେ, ପାହାଡ଼ ଉପରେ କି ଗଛ ଉପରେ, ପଥର ଉପରେ ପୂଜା ପାଉଥିବା ଭଗବାନ ମାନଙ୍କଠୁ ଆଣିକି ତୁମେ ଭିଡ଼ିଓ ବନାଉଛ ଶିଖିକି? ତୁମେ ଯେଉଁ ମଙ୍ଗଳସୂତ୍ର ପିନ୍ଧିନ କି, ସେ ତୁମକୁ ଶିଖଉଛି କି? ତମେ ଯେଉଁ ଏଠି ଲଗେଇନ କି, ଏଇଟା ତୁମର ସେଠି ଲଗେଇବାର ହିଁ ଜଣାପଡ଼ୁଛି।
ନାଇଁ କି ତମେ ହନୁମାନ କରୁଛ ଯୋଉ ଭିଡ଼ିଓ ବାହାର କରୁଛ ସେଇଠୁ ହିଁ ତମେ ଭିଡ଼ିଓ ବନେଇବା ପାଇଁ ସାହସ ପାଉଛ। ଲାଜ ଲାଗିବା କଥା ତୁମକୁ। ତୁମେ ଗୋଟେ ନାରୀ ହେଇକି ସମ୍ବିଧାନ ପ୍ରତି ଅଧିକ ତୁମେ ଖେଳୁଛ। ସମ୍ବିଧାନକୁ ବ୍ୟାଖ୍ୟା କରୁନ। ସମ୍ବିଧାନ କ'ଣ କହେ ଜାଣିଛ? ତୁମର ଭଳି ନାରୀମାନଙ୍କୁ ବେଶ୍ୟା ସ୍ତ୍ରୀ ବୋଲି କୁହେ। ତମର ଉପରେ ନାଇଁକି 365 ଧାରା ଲାଗିବା କଥା ଅଛି। ବୁଝିପାରୁଛ ତ? ତମେ କ'ଣ କହୁଛ ଖ୍ରୀଷ୍ଟିଆନ ଲୋକମାନଙ୍କୁ ପବିତ୍ର ବାଇବଲରୁ ଆଣିକି ପ୍ରଚାର କରୁଛ, କମେଣ୍ଟ କରୁଛ, ଏତେ ଭଲ ଭଲ କମେଣ୍ଟ କରୁଛ ବୋଲି କହୁଛ? ତମେ ଖ୍ରୀଷ୍ଟିଆନ ଲୋକଙ୍କୁ କେତେ କେତେ ପ୍ରକାର କମେଣ୍ଟ କରୁଛ, କେତେ ପ୍ରକାର କଥା କହୁଛ? କେବେ ଚିନ୍ତା କରିଛ? ମୂର୍ଖ, ଚିନ୍ତା କରିଛ? ତମର ଭଗବାନ ମାନଙ୍କୁ କେବେ ଦେଖିଛ କି? ଫଟୋକୁ ଗଛକୁ ଆଉ ସେ ଗାଈ ଗୋରୁ ମେଣ୍ଢା ଛୁଆ ଏମା କୁକୁର ମାନଙ୍କଠୁ ଦେଖିଲେ ସେଟା ଛାଡ଼ିଦେଲେ କୋଉଠି ଦେଖିଛ? ହଁ, କେବେ ଦେଖିଛ କି? ନାଇଁ, ତମେ ଦେଖିପାରିବନି। ପ୍ରିୟରେ ମୋର ଲୋକମାନେ ହସେୟ 5 ପର୍ବ 9 ପଦରେ ଲେଖାଯାଏ ଏ ମୂର୍ଖଣୀ ଏ ମୂର୍ଖ ସ୍ତ୍ରୀ ମାନଙ୍କର ଭଗବାନ ନାହିଁ ମରିଯାଇଛନ୍ତି। ସେମାନେ କେବେ ଜନ୍ମ ହେବେ ନାହିଁ। ଆଉ ଇଏ ଯୋଉ ବକବକ ହଉନି କି ଜିସାୟ 8 ପର୍ବର 19 ପଦରେ ଲେଖା ହେଇଛି ଏ ଭୂତୁଣିଆ ପୁଣି ଆଉ ଏ ଗୁଣୁଗୁଣ ଫୁସଫୁସକାରୀ ଅଟେ। ସେମାନଙ୍କୁ ଅନ୍ୱେଷଣ କରିବା ମାଇକିଣା ଅଟେ। ଇଏ ପୁଣି ଖ୍ରୀଷ୍ଟିଆନ ଲୋକଙ୍କୁ କହି ଆସୁଛି। ପବିତ୍ର ବାଇବଲରୁ କାଢ଼ିକି ଆଣିକି ମୋତେ କମେଣ୍ଟ କରୁଛ। ବା ତମ ବାପା ଘରୁ କିଛି ଆଣିଥିଲ କି ତମେ? ତମେ ଯୋଉ ଶାଢ଼ୀ ପିନ୍ଧିନ କି ଚୁଡ଼ି ପିନ୍ଧିନ କି ସେଟା ତମ ବାପା ବନେଇଥିଲା କି ଖ୍ରୀଷ୍ଟିଆନ ଲୋକ ଦେଇଥିବାଟା? ତମେ ଯୋଉଟେ ମାଷ୍ଟର ଚାକିରି କରିଛ, ତମେ ଯୋଉଟେ ପେପର କଲମ ଧରିକି ପଢ଼ିନ କି ସେଇଟା ମଧ୍ୟ ଖ୍ରୀଷ୍ଟିଆନ ଲୋକ ଦାନ ଦେବାଟା? ମୂର୍ଖ, ତୁଇ କ'ଣ ହିନ୍ଦୁ ବୋଲି ଚୁଦେଇ ହେଉଛୁଲ? ଅନେକ ହିନ୍ଦୁମାନେ ଅଛନ୍ତି, ସେମାନେ ଏମିତି ହଉନାହାନ୍ତି ତ? ତୋର କ'ଣ ପଡ଼ୁଛି? ପଇସା ପତ୍ର ପାଇଁ ଏତେ ତୁ ନିଜକୁ ନିଜର ଶରୀର ସବୁ ଲୋକମାନଙ୍କୁ ଦାନ କରୁଛୁ କି? ଶୋଇ ଦଉନୁ କ୍ୟାମେରା ସାମ୍ନାରେ ଆ ପାରିକି ଶୋଇଦେ। ସବୁ ଲୋକ ଆସିକି ତୋତେ କମେଣ୍ଟ କରିବେ, ଭିଡ଼ିଓ କରିବେ, ଫଟୋ କରିବେ, ପୁରା ଭାଇରାଲ ହେଇଯିବ। ଗୋଟେ ସମୟ ଭିତରେ ଭାଇରାଲ ହେଇଯିବ। ତ ପ୍ରିୟରେ ମୋର ଲୋକମାନେ ଆଉ ବେଶୀ କିଛି କହିବି ନାହିଁ। ଯଥେଷ୍ଟ ଶୁଣିଛ, ଯଥେଷ୍ଟ କହିଛି। ତେଣୁ ପ୍ରଥମେ ସେୟାର କର, ସବସ୍କ୍ରାଇବ୍ କର ଏବଂ ବେଲ୍ ନୋଟିଫିକେସନ୍ ଦବାଅ। ଭିଡ଼ିଓରେ ସମସ୍ତେ ଜୟ ଯୀଶୁ ଲେଖିବ।